ଯେ ହରେକୃଷ୍ଣ ମହାନ୍ତି ଯିଏ ଆଜି ଇହଧାମ ସମ୍ବଳ କରିଛନ୍ତି ସେ ଜଣେ ନିଷ୍କଟକ, ନିଷ୍କଳଙ୍କ, ନିରାଡମ୍ବର, ନିଃସ୍ୱାର୍ଥପର ଏଭଳିଆ ବ୍ୟକ୍ତିତ୍ୱ ସେ ରହିଥିଲେ। ଏ ରୁଧିଡିହା ଗାଁର ଉନ୍ନତି ପାଇଁ ସେ ଅନେକ ପ୍ରଚେଷ୍ଟା କରିଛନ୍ତି। ଏମ୍ ଇ ସ୍କୁଲ ପାଖରୁ ହାଇସ୍କୁଲ, ଗାର୍ଲସ ହାଇସ୍କୁଲ, ଓମେନ୍ସ କଲେଜ ପାଇଁ ଚେଷ୍ଟା ମଧ୍ୟ କରିଥିଲେ, ହୁଏତ ସଫଳ ହେଇନଥିଲେ। ଲୋକଙ୍କର ସହଯୋଗ ନଥିଲା ଏବଂ ମେଘାସନ କଲେଜ ସବୁଥିରେ ତାଙ୍କର ଅବଦାନ ଅତୁଳନୀୟ। ସେ ତାଙ୍କ ନିଜସ୍ୱ ସମ୍ପତ୍ତି ବିକ୍ରି କରି ବିଭିନ୍ନ ପ୍ରକାର ସମାଜ ସେବାରେ ସେ ଟଙ୍କା ଲଗେଇଥିଲେ। ତାଙ୍କର କେବେ ନିଜ ପାଇଁ କୌଣସି କିଛି ଆବଶ୍ୟକ ନଥିଲା। ଇଭେନ୍ ଇଫ୍ ଏଟା କହିବା କଥା ନୁହେଁ, ତାଙ୍କ ଘରକୁ କେବେ ପରିବା କିଣି ବି ସେ କିଣିକି ଆଣିନାହାନ୍ତି। କାହିଁକି ତାକୁ ଯଦି ପଇସା ବି ଦିଆଯାଏ ସେ ତାକୁ ଅନ୍ୟକୁ ଦାନ କରିଦିଅନ୍ତି, କେବେ ନିଜ ପାଖରେ ରଖନ୍ତି ନାହିଁ। ସେ ଜଣେ ଏଭଳିଆ ବ୍ୟକ୍ତିଙ୍କ ସମ୍ପନ୍ନ ଥିଲେ। ଆଜି ଦୁଃଖଦ କଥା ତାଙ୍କର ଏମିତି ହେଇଛି ମୃତ୍ୟୁ। ସେ ଯାହା ବି ହଉ, ମଣିଷ ଜନ୍ମ ମାନେ ଦିନ ମୃତ୍ୟୁ ଆସିବ। କେତେବେଳେ କାହା ପାଖକୁ କେଉଁ ପ୍ରକାର ଆସିବ ସେଟା ତ କେହି ଜାଣିନାହାନ୍ତି। ଯାଉ ଆମେ ଆଜି ତାଙ୍କ ସ୍ମୃତିକୁ ଉଜ୍ଜୀବିତ କରିବା ପାଇଁ, ସମସ୍ତଙ୍କୁ ଦର୍ଶାଇବା ପାଇଁ ଆଜି ଗୋଟେ ପ୍ରୟାସ କରିଛୁ। ଏ ପ୍ରୟାସରେ ଆମେ ପ୍ରଥମେ ପ୍ରଶାସନ ମାଧ୍ୟମରେ ପୁରା ଆମର ଏଇ ପଞ୍ଚାୟତ, ରୁଧିଡିହା ପଞ୍ଚାୟତ, ପିଙ୍ଗୁ ପଞ୍ଚାୟତ ସବୁ ଆମେ ବୁଲିବୁ ଏବଂ ତାପରେ ଶେଷରେ ଆମେ ଗୋଟେ ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଗୋଟେ ଶୋକ ସଭା କରିବା ପାଇଁ ଯାଉଛୁ। ଆମର ହରେକୃଷ୍ଣ ମହାନ୍ତିଙ୍କର ଆଜି ଯେଉଁ ସମାବେଶ ହେଉଛି, ତାଙ୍କର ଆଜି ଶୋକ ସଭା ମଧ୍ୟ ପାଳନ କରାଯାଉଛି। ଯେଉଁ ଆମେ ଆଜି ଗ୍ୟାଦରିଂ ହେଇଛେ ତାଙ୍କର ଆମ ଅଞ୍ଚଳ ପ୍ରତି ଏବଂ ଭକ୍ତିବଦ୍ଧା ଉଦଳା କହିବାକୁ ଗଲେ ସାରା ମୟୂରଭଞ୍ଜର ସେ ବିକାଶମୂଳକ ଯୋଜନା ବହୁତ କିଛି କରିଛନ୍ତି। ତାଙ୍କୁ ଏ ଅଞ୍ଚଳବାସୀ ସବୁବେଳେ ତାଙ୍କ ଆତ୍ମାର ଅମର ହେଇକି ରହିବେ। ଏବଂ ସେ କାଳ ଡ୍ୟାମ୍ କଥା, ଯେଉଁ କାଳ ଡ୍ୟାମ୍ ତିଆରି ତାଙ୍କର ଭୂମିକା ବି ମଧ୍ୟ ଥିଲା। ଆଉ ଯେତେ ଅନୁଷ୍ଠାନ ତିଆରି ହେଇଛି ଅଞ୍ଚଳର ତାଙ୍କର ଅବଦାନ ପ୍ରଚୁର ଭଲ ଭାବରେ ଥିଲା। ସେ ସବୁଥିରେ ସବୁ ଅନୁଷ୍ଠାନର ପ୍ରାୟ ସେ ମୁଖ୍ୟ ଥିଲେ। ତେଣୁ କେମିତି ଏ ଅଞ୍ଚଳ ବିକାଶ ହେବ ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ସେ ଏମିତିକା ଲୋକ ଜଣେ ଥିଲେ, ସେ ନିଜ ପାଇଁ କେବେ ଜୀବନରେ କିଛି କରିନାହାନ୍ତି, ସବୁ ପର ପାଇଁ କରିଛନ୍ତି। ଯାହାଦ୍ୱାରା କି ସେ ତାଙ୍କ ପରିବାରକୁ ଗୋଟିଏ ଟଙ୍କାର ବି ସ୍ୱାର୍ଥ କେବେ ଦେଇନାହାନ୍ତି। ସେ ହୁଡ଼କୋ ଲୋନ୍ ଥରେ 95 ମସିହାରେ ହେଇଥିଲା, ସେ ଆଣିକି ପହଞ୍ଚିଥିଲେ। ଏଠି ସିଟି ସ୍କୁଲ ହେଇଥିଲା ଆମର ରୁଧିଡିହା ହାଇସ୍କୁଲର, ତାଙ୍କର ଦାନ ଥିଲା। ଏଭଳି ସିଟି ସ୍କୁଲ ଅନେକ ମାନେ ଆଜି ଶିକ୍ଷକ ଯେଉଁ ଉତ୍ତରିଛନ୍ତି ବା ଚାକିରି କରିଛନ୍ତି, ତାଙ୍କ ଅବଦାନ ମୁଖ୍ୟ ଥିଲା। ସେ ତାଙ୍କ ଅବଦାନର ଅନେକ ଚାକିରିଆ ଏଠି ସୃଷ୍ଟି ହେଇଛନ୍ତି ବା ଚାକିରି ପାଇଛନ୍ତି, ତାଙ୍କର ପେଟ ପୋଷଣ କରିଛନ୍ତି। ତେଣୁ ସେ ତାଙ୍କୁ ଏ ଅଞ୍ଚଳର ଲୋକମାନଙ୍କ ପାଖରେ ସେ ସବୁଦିନ ଅମର ହିଁ ରହିବେ। ହରେକୃଷ୍ଣ ମହାନ୍ତି ରୁଧିଡିହାରେ ଜନ୍ମ ହେଇଥିଲେ, କିନ୍ତୁ ପ୍ରକୃତରେ ହରେକୃଷ୍ଣ ମହାନ୍ତି ରୁଧିଡିହାର ଲୋକ ବୋଲି ଆମେ କେବେ ଭାବିବୁ। ସାରା ମୟୂରଭଞ୍ଜ ଜିଲ୍ଲାରେ ସେ ପରିଚିତ ଥିଲେ ଏବଂ ଉଦଳା ବ୍ଲକ କପ୍ତତା ବ୍ଲକରେ ସେ ଭାଇସ୍ ଚେୟାରମ୍ୟାନ୍ ଥିଲେ। ରାଜନୈତିକ କ୍ଷେତ୍ରରେ ଯେତେବେଳେ ଆରମ୍ଭ କଲେ, କାର୍ଯ୍ୟକ୍ରମ ଆରମ୍ଭ କଲେ, ତାଙ୍କର ପାଠପଢ଼ା ବନ୍ଦ କରିକି ସେ ପ୍ରଥମେ ଅନୁଷ୍ଠାନ ଗୁଡ଼ିକୁ ତିଆରି କଲେ। ୟୁପି ସ୍କୁଲ ଠାରୁ ଆରମ୍ଭ କରି, କଲେଜଠୁ ଆରମ୍ଭ କରି ବିଭିନ୍ନ ଅନୁଷ୍ଠାନ ଯିଏକି ସବୁ ଆରମ୍ଭ କରିଛନ୍ତି। କଲା ପରେ ଏ ଅଞ୍ଚଳରେ ଯୁବପିଢ଼ିମାନେ କେମିତି ଆଗକୁ ବଢ଼ିବେ, ଶିକ୍ଷାର ବିକାଶ ହେବ, ସେଥିରେ ଗୁରୁତ୍ୱ ଦେଇଛନ୍ତି ଏବଂ ଗମନାଗମନର ସୁବିଧା କରି କେମିତି ହେବ ତାର ବ୍ୟବସ୍ଥା କରିଛନ୍ତି। ମନ୍ଦିର କେମିତି ହେବ ତାର ବ୍ୟବସ୍ଥା କରିଛନ୍ତି। ବିଭିନ୍ନ ଅନୁଷ୍ଠାନ ସେ କରିଛନ୍ତି, କିନ୍ତୁ ଆଜି ସେ ନାହାନ୍ତି। ସେଇ କଥାକୁ ଆଧାର କଲେ ଆମେ ଯଦି ମନେ ପକାଇବା ତାହେଲେ ଆମକୁ ବହୁତ ଦୁଃଖ ଲାଗିବ ଏବଂ ମର୍ମାହତ, ସେ ବାବଦରେ ଆମେ ମର୍ମାହତ ଅଛୁ। କିନ୍ତୁ ଆଜି ହରେକୃଷ୍ଣ ଭାଇ ଯଦି ମରିଯାଇଛନ୍ତି ଭାବିବା, ଆମେ ସବୁଦିନ ପାଇଁ ମରିଯିବା, ଏ ଯୁବପିଢ଼ି ସବୁଦିନ ପାଇଁ ମରିଯିବେ। ତେଣୁ ସେ ଜୀବିତ ଅଛନ୍ତି, ସେଇଥିପାଇଁ ଆଜି ଶହ ଶହ ବାଇକ୍ ରାଲି ହେଉଛି ଏବଂ ଶ୍ରଦ୍ଧାଞ୍ଜଳି ତାଙ୍କ ପାଇଁ ଛକରେ କରାଯାଉଛି। ଏଇଥିପାଇଁ ସମସ୍ତଙ୍କର ଆଗ୍ରହ ରହିଛି। କାହାକି ଆମେ ଡାକି ନାହୁଁ, ସତର୍କବୋଧ ସମସ୍ତେ ଆସିଛନ୍ତି। ଏତିକି କହିକି କରୁଛି। ତାପରେ ମୁଁ ଅନୁରୋଧ କରୁଛି, ତାଙ୍କର ଫ୍ୟାମିଲି ଯେଉଁ ଅଛନ୍ତି, ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛି ତାଙ୍କ ଫ୍ୟାମିଲି ଭଗବାନ ସହାୟ ହୁଅନ୍ତୁ
ଭଲ ରୁହନ୍ତୁ।